ଦେଖ ସାଙ୍ଗ ନା ଆଜି ଆମର ରୋଷେଇ ହବ ଦେଶୀ ଚୁନା ମାଛ। ମାଛର ନାଁ ହେଉଛି ପାତୁଆ ମାଛ। ଚାଲନ୍ତୁ ରେଡ଼ି କରିବା। ମାନେ ଆଜି ଆମର ଚୁନା ମାଛ ଧୋଇ ପୁରା ଭଲସେ ଧୁଆ ହେଇଯାଇଛି, ସଫା ହେଇଯାଇଛି। ଦେଖନ୍ତୁ, ଚାଲନ୍ତୁ ତାକୁ ମସଲା ସଜ କରିବା। ସାମାନ୍ୟ ମସଲା ରେଡ଼ି ହେଇଯାଇଛି। ହେଉଛି ଅଦା, ରସୁଣ, ପିଆଜ, ଜିରା ପେଷ୍ଟ। ତାପରେ ପକେଇବା ହଳଦୀ ପାଉଡ଼ର, ତାପରେ ପକେଇବା ଲଙ୍କା ଗୁଣ୍ଡ, ତାପରେ ଚିକେନ ମସଲା ଟିକେ ଟେଷ୍ଟ ଆସିବା ପାଇଁ ତାକୁ ଟିକେ ମିକ୍ସ କରିବା। ଦେଖନ୍ତୁ ମିକ୍ସ ହେଇଗଲା। ଅଳ୍ପ ପାଣି ଦେଇଦେବା, ତାପରେ ଆଉ ଟିକେ ମିକ୍ସ କରିଦେବା। ମିକ୍ସ ହେଇଗଲା ପରେ ଚାଲନ୍ତୁ କଢ଼େଇ ବସେଇବା। ତେଲ ପକେଇବା। ତେଲକୁ କିଛି ସମୟ ଛାଡ଼ିଦେବା ଗରମ ହେବା ପାଇଁ। ତେଲ ଗରମ ହେଇଗଲାଣି, ତାପରେ ସୋରିଷ ପକେଇବା। ସୋରିଷକୁ କିଛି ସମୟ ଛାଡ଼ିଦେବା ଫୁଟିବା ପାଇଁ। ଫୁଟିଗଲାଣି, ଅଳ୍ପ ପିଆଜ ଛାଡ଼ିଦେବା। ଭାଜିଦେବା ଅଳ୍ପ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ। ଅଳ୍ପ ଗୋଲ୍ଡେନ୍ କଲର୍ ହେଇଗଲାଣି। ଏଥର ମାଛକୁ ସେଇଥିରେ ଛାଡ଼ିବା। ଛାଡ଼ିଲା ପରେ ତାକୁ ଛାଡ଼ିଦେବା। ଆମିଷ ପାଣିଟା ଛାଡ଼ିଲା ପର୍ଯ୍ୟନ୍ତ। ଆମିଷ ପାଣିଟା ଛାଡ଼ିଲେ ମାଛଟା ଟେଷ୍ଟ ଆସିବ। ପାଣିଟା ମରିବାକୁ ଛାଡ଼ିଦେବା। ଆମେ ଆମିଷ ପାଣି ମାଛରୁ ପୁରା ଛାଡ଼ି ଯାଇଛି। ତଳପଟୁ ଲାଗିଗଲାଣି ମାଛ। ଏଥର ଚାଲନ୍ତୁ ଢାଳିବା ଯେଉଁ ରେଡ଼ି କରିଥିଲେ ମସଲା। ମସଲା ପାଣି ଛାଡ଼ିବା ପାଇଁ କିଛି ସମୟ ଛାଡ଼ିବା। ମସଲାରୁ ବି ପାଣି ଛାଡ଼ିଗଲାଣି। ମୋ ତେଲ ଚପଚପ ହେଇଗଲାଣି। ଟମାଟୋ ଚକଟିକି ରଖିଥିଲି, ଟମାଟୋକୁ ସେଥିରେ ଛାଡ଼ିଦେବା। ତାପରେ ଅଳ୍ପ ଚିନି ଛାଡ଼ିଦେବା। ଅଳ୍ପ ଟିକେ ପାଣି ଦେବା। ତାପରେ କିଛି ସମୟ ଛାଡ଼ିଦେବା ମିକ୍ସ ହେବା ପାଇଁ। ମାନେ ମସଲା ତେଲ ସବୁ ମାନେ ଇଏ ହେଇଗଲାଣି, ମିକ୍ସ ହେଇଗଲାଣି। ଲୁଣ ପକେଇବା ସ୍ୱାଦ ଅନୁସାରେ। ତାପରେ ଅଳ୍ପ ପାଣି ଦେଇକି କଢ଼େଇକି ଟିକେ ଏମିତି ଏପଟ ସେପଟ ହଲେଇବା। ତାପରେ ସେ ମିକ୍ସ ହେଇଗଲା ପରେ ଅଳ୍ପ ଟିକେ ଫୁଟିଗଲା ପରେ ଚଟୁ ମାରିଲେ ମାଛଟା ଫିଟିଯିବ। ସେଥିପାଇଁ ମୁଁ ଚଟୁ ମାରିକି କଡ଼େଇଟାକୁ ହଲେଇବି। ଦେଖନ୍ତୁ, ପାତୁଆ ମାଛ ତରକାରୀ ଆମର ରେଡ଼ି।